କ୍ୟାରିୟର ଇନ୍ ଜୋଗ୍ରାଫି। ଭୂଗୋଳ ହେଉଛି ପୃଥିବୀର ଭୂପୃଷ୍ଠ ପରିବେଶ ଓ ମାନବମାନଙ୍କ ସହିତ ସେମାନଙ୍କର ଚାରିପାଖର ପରିବେଶ ମଧ୍ୟରେ ଥିବା ସମ୍ପର୍କର ଅଧ୍ୟୟନ। ଏହା ପ୍ରାକୃତିକ ଓ ସାମାଜିକ ବିଜ୍ଞାନ ଉଭୟ ମିଶ୍ରଣ, ଯାହା ପୃଥିବୀର ପ୍ରାକୃତିକ ପ୍ରକ୍ରିୟା ଓ ମାନବୀୟ କାର୍ଯ୍ୟକଳାପ ମଧ୍ୟରେ ସମନ୍ୱୟ ସୃଷ୍ଟି କରେ। ଆଜିର ଯୁଗରେ ଯେଉଁଠାରେ ପରିବେଶ, ସହରୀକରଣ ଓ ଜାତୀୟବାଦ ସମସ୍ୟାଗୁଡ଼ିକ ଗଭୀର ହେଉଛି, ସେଠାରେ ଭୂଗୋଳ ଗୁରୁତ୍ୱ ଅଧିକ। ଭୂଗୋଳ ଜୀବନ କେବଳ ମାନଚିତ୍ର ଅଧ୍ୟୟନ ନୁହେଁ, ଏହା ହେଉଛି ଆମ ପୃଥିବୀକୁ ଗଢ଼ି ତୋଳିବା ଜଟିଳ ପ୍ରକ୍ରିୟା ଓ ଲକ୍ଷଣଗୁଡ଼ିକ ବୁଝିବାର ଏକ ଚେଷ୍ଟା। ଭୂଗୋଳବିଦ୍ମାନେ ଆବଶ୍ୟକ ତଥ୍ୟ ବିଶ୍ଳେଷଣ କରନ୍ତି, ମାନଚିତ୍ର ଓ ଉପଗ୍ରହ ଛବି ବୁଝାନ୍ତି ଓ ନୂତନ ତଥ୍ୟ ଯେପରିକି GIS ଜିଓଗ୍ରାଫିକାଲ ଇନଫର୍ମେସନ ସିଷ୍ଟମ, ରିମୋଟ ସେନ୍ସିଂ ଦ୍ୱାରା ବିଭିନ୍ନ ସମସ୍ୟା ଯେପରି ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ଦୁର୍ଘଟଣା, ସମ୍ପଦ ବ୍ୟବସ୍ଥାପନା ଓ ଶକ୍ତିର ବିକାଶ ନିରାକରଣ କରନ୍ତି। ଆଜି ଆମେ ଭୂଗୋଳ ଅଭିବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ପେଶା ମାର୍ଗ, ଆବଶ୍ୟକ ଦକ୍ଷତା ଓ ଆଧୁନିକ ବିଷୟରେ ଭୂଗୋଳର ବୃଦ୍ଧିଶୀଳ ଗୁରୁତ୍ୱ ଉପରେ ଆଲୋଚନା କରିବା। ଭୂଗୋଳ ହେଉଛି ପ୍ରମୁଖ ଦୁଇଟି ଶାଖା, ଗୋଟିଏ ହେଉଛି ଭୌତିକ ବିଜ୍ଞାନ ଆଉ ଅନ୍ୟଟି ହେଉଛି ମାନବ ଭୂଗୋଳ। ଭୌତିକ ଭୂଗୋଳ ପୃଥିବୀର ପ୍ରାକୃତିକ ଗୁଣ ଯେପରିକି ଜଳବାୟୁ, ପୃଷ୍ଠଭାଗ, ମାଟି, ପାହାଡ଼, ଜଳବାୟୁ ଓ ପ୍ରାକୃତିକର ଅନ୍ୟାନ୍ୟ ପ୍ରକ୍ରିୟାର ଉପରେ ଆଧାରିତ। ଏପରିକି ମାନବ ଭୂଗୋଳ ମାନବ ସମାଜର ସଂସ୍କୃତି, ଜନସଂଖ୍ୟା, ଅର୍ଥନୀତି ଓ ସହରୀକରଣ ସହିତ ସେମାନଙ୍କର ପରିବେଶ ସମ୍ପର୍କ ଉପରେ ଆଧାରିତ। ଆଧୁନିକ ଭୂଗୋଳରେ ଅନେକ ନୂତନ ପ୍ରଯୁକ୍ତି ବ୍ୟବହୃତ ହେଉଛି, ଯେପରିକି GIS, ରିମୋଟ ସେନ୍ସିଂ, ଗ୍ଲୋବାଲ ପୋଜିସନିଂ ସିଷ୍ଟମ ଯେଉଁଟାକି ଆମର GPS। ଏହି ଉପକରଣ ଗୁଡ଼ିକୁ ଭୂଗୋଳବିଦମାନଙ୍କୁ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣରେ ଅସାଧାରଣ ସାହାଯ୍ୟ କରେ। ଏହା ସହର ଯୋଜନା, ଦୁର୍ଘଟଣା ପରିଚାଳନା, ପରିବେଶ ନିରୀକ୍ଷଣ, ସରକାରୀ ନୀତି ଗଠନରେ ମହତ୍ତ୍ୱ ଭୂମିକା ହେଉଛି। ଏହା ପୃଥିବୀ ପ୍ରାକୃତିକ ପ୍ରକ୍ରିୟା ଯେପରିକି ଭୂମିକମ୍ପ, ଜଳବାୟୁ ପରିବର୍ତ୍ତନ, ପର୍ବତ ଗଠନ ଇତ୍ୟାଦିରେ କାମ ଦିଏ, ଆରମ୍ଭ କରି ମାନବୀୟ ବିକାଶ ଓ ସାମାଜିକ ପ୍ରଭାବ ପର୍ଯ୍ୟନ୍ତ ପହଞ୍ଚିଥାଏ। ଏହି ବିସ୍ତୃତି ସ୍ୱଭାବ ଓ ପ୍ରସାର ଭୂଗୋଳକୁ ଏକ ବହୁମୁଖୀ ବିଷୟ ରୂପେ ପରିଣତ କରିଛି, ଯାହା ଅନେକ ପେଶାର ପାଇଁ ଦୃଢ଼ ଭିତ୍ତି ତିଆରି କରେ। ଭୂଗୋଳ ପେଶା ପାଇଁ ଆବଶ୍ୟକ ଦକ୍ଷତା। ଭୂଗୋଳ ଏକ ଏପରି ବିଷୟ ଯେଉଁଠି ବୈଜ୍ଞାନିକମାନେ ଜ୍ଞାନ, ତଥ୍ୟ ବିଶ୍ଳେଷଣ ଓ ମାନବ ସମାଜ ଉଭୟ ଜଡ଼ିତ। ତେଣୁ ଏଠାରେ ସଫଳ କାର୍ଯ୍ୟ ପାଇଁ ଅନେକ ପ୍ରକାର ଦକ୍ଷତା ଆବଶ୍ୟକ ହୁଏ। ଅବକାଶ ଚିନ୍ତାଧାରା। ଅବକାଶ ବିଶ୍ଳେଷଣ ଭୂଗୋଳ ମୂଳ ଅଂଶ। ଏହାଦ୍ୱାରା ଭୂଗୋଳବିତମାନେ ମାନଚିତ୍ର, ଅବସ୍ଥିତି ଓ ସ୍ଥାନିକ ସମ୍ପର୍କକୁ ବୁଝାନ୍ତି। ତଥ୍ୟ ବିଶ୍ଳେଷଣ। ଭୂଗୋଳିକମାନେ ନିଜେ ସଂଗ୍ରହ କରା ତଥ୍ୟ, ମାନଚିତ୍ର, ଗ୍ରାଫ ଓ ଆଙ୍କିକ ତଥ୍ୟ ବିଶ୍ଳେଷଣ କରି ତଥ୍ୟାଧାରିତ ନିଷ୍କର୍ଷ ନେଇଥାନ୍ତି। ପ୍ରଯୁକ୍ତିଗତ ଦକ୍ଷତା। ଆଧୁନିକ ଭୂଗୋଳ ଯେମିତିକି GIS, ରିମୋଟ ସେନ୍ସିଂ ଓ ଡିଜିଟାଲ ମ୍ୟାପିଂ ଉପକରଣ ଆଧାରିତ। ଏହି ପ୍ରଯୁକ୍ତିଗୁଡ଼ିକ ବ୍ୟବହାରରେ ଦକ୍ଷତା ଏକ ମୂଳ ଆବଶ୍ୟକ। ଗବେଷଣା ଓ କ୍ଷେତ୍ର କାର୍ଯ୍ୟ। ଭୂଗୋଳବିଦମାନେ କ୍ଷେତ୍ର ସମୀକ୍ଷା, ସାକ୍ଷାତକାର ଓ ପରିବେଷଣୀୟ ନିରୀକ୍ଷଣ ଦ୍ୱାରା ସଂଗ୍ରହ କରନ୍ତି। ଏହା ଗବେଷଣାର ଆଧାର ତିଆରି କରେ। ସମାଲୋଚନା ଚିନ୍ତା ଓ ସମସ୍ୟା ସମାଧାନ। ଭୂଗୋଳ ଉଦ୍ଦେଶ୍ୟ ହେଉଛି ଆବଶ୍ୟକ ତଥ୍ୟ ଭିତ୍ତିରେ ବାସ୍ତବ ସମସ୍ୟା ଯେପରି ସହରୀ ଯାତାୟାତ, ବନଧ୍ୱଂସ, ଜଳ ସଙ୍କଟ ପାଇଁ ଉପଯୁକ୍ତ ସମାଧାନ ଖୋଜିବା। ଏହି ସମସ୍ତ ଦକ୍ଷତା ଭୂଗୋଳକୁ କେବଳ ଏକ ଶିକ୍ଷା ବିଷୟ ନୁହେଁ, ବରଂ ଏକ ପ୍ରାୟୋଜିକ ପେଶାରେ ପରିଣତ କରିଥାଏ। ଏହି କାରଣରୁ ଭୂଗୋଳ ଅଭିବ୍ୟକ୍ତିମାନେ ସରକାର, ଗବେଷଣା, ବେସରକାରୀ କମ୍ପାନୀ ଓ ଅନ୍ତର୍ଜାତୀୟ ସଂସ୍ଥାରେ ଉଚ୍ଚମାନର ଅବସର ପାଇଥାନ୍ତି। ମାନଚିତ୍ର ଓ GIS। ଆଧୁନିକ ମାନଚିତ୍ର ପୁରୁଣା କାଗଜ ମାନଚିତ୍ର ଗୁଡ଼ିକ ଡିଜିଟାଲ ରୂପକୁ ଗଲାଣି। GIS ଦ୍ୱାରା ଭୂଗୋଳିକବିଦମାନେ ଆବଶ୍ୟକ ତଥ୍ୟ ବିଶ୍ଳେଷଣ କରନ୍ତି, ମାନଚିତ୍ର ତିଆରି କରନ୍ତି, ନୀତି ଗଠନ କରନ୍ତି ଓ ସେମାନେ ସେଇଠି ସାହାଯ୍ୟ କରନ୍ତି। ଏହି କାମଗୁଡ଼ିକ ପରିବହନ, ସହର ଯୋଜନା, ସ୍ୱାସ୍ଥ୍ୟ ସେବା ଓ ପରିବେଶ ନିରୀକ୍ଷଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଛି। ପରିବେଶ ବ୍ୟବସ୍ଥାପନ। ପରିବେଶ ଭୂଗୋଳବିଦମାନେ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ସୁସ୍ଥିର ବିକାଶ ଯୋଜନାରେ କାମ କରନ୍ତି। ସେମାନେ ସରକାର, ଗବେଷଣା ସଂସ୍ଥା, ନିଜସ୍ୱ NGO ଗୁଡ଼ିକରେ ପରିବେଶ ନୀତି ଓ ପ୍ରକଳ୍ପ ଉପରେ କାମ କରନ୍ତି। ସହର ଓ ଅଞ୍ଚଳ ଯୋଜନା।
ସହରୀକରଣ ବୃଦ୍ଧି ପାଇଁ ଯେପରି ଆବାସନ ପରିବହନ ଓ ଜଳ ବିନ୍ୟାସ ଯୋଜନା ଆବଶ୍ୟକ, ସେଠି ଭୂଗୋଳ ଅତ୍ୟାବଶ୍ୟକ। ଉର୍ବନ ପ୍ଲାନର ମାନେ GIS ତଥ୍ୟ ବ୍ୟବହାର କରି ସହର ଗଠନ ଓ ଉନ୍ନତି ଯୋଜନା ପ୍ରସ୍ତୁତି କରନ୍ତି। ପ୍ରାକୃତିକ ବିପଦ ପରିଚାଳନା ଭୂଗୋଳବିଦ୍ ମାନେ ଜଳବାୟୁ ପରିବର୍ତ୍ତନ, ବନ୍ୟା, ଭୂମିକମ୍ପ ଓ ପ୍ରାକୃତିକ ବିପଦ ଆଗରୁ ଅନୁମାନ ପରିଚାଳନା କରନ୍ତି। GIS ରିମୋଟ୍ ସେନ୍ସିଂ ଦ୍ୱାରା ସେମାନେ ଯୋଖିମ ଅଞ୍ଚଳ ଚିହ୍ନଟ କରି ଆପଦ ପ୍ରତିରୋଧ ଯୋଜନା ତିଆରି କରନ୍ତି। ପରିବହନ ଓ ଲଜିଷ୍ଟିକ୍ ପରିବହନ ଭୂଗୋଳ ଦ୍ୱାରା ରାସ୍ତା, ରେଲ, ବନ୍ଦର ଓ ବିମାନ ଯାତାୟାତ ସଂଗଠନ ଅଧ୍ୟୟନ କରାଯାଏ। ବ୍ୟବସାୟ ଓ ଲଜିଷ୍ଟିକ୍ କମ୍ପାନୀମାନେ ଭୂଗୋଳବିଦ୍ମାନଙ୍କୁ ରୁଟ୍ ବିଶ୍ଳେଷଣ ଓ ଅର୍ଥନୀତି ସୁଧାର ପାଇଁ ନିଯୁକ୍ତି କରନ୍ତି। ଭୂଗୋଳିକ କ୍ୟାରିୟର ପାଇଁ ଅନେକ ପାଠ୍ୟକ୍ରମ ଉପଲବ୍ଧ ଅଛି, ଯେପରିକି ବ୍ୟାଚଲର ଡିଗ୍ରୀ ଆପଣମାନେ BA ଇନ୍ ଜିଓଗ୍ରାଫି କରିପାରିବେ, ତା ସହିତ BSc ଇନ୍ ଜିଓଗ୍ରାଫି ଯେଉଁଟାକି 3 ବର୍ଷର ପାଠ୍ୟକ୍ରମ, ତା ସହିତ ମାଷ୍ଟର ଡିଗ୍ରୀ କରିପାରିବେ ଯେଉଁଟାକି 2 ବର୍ଷର ଅଧ୍ୟୟନ ଓ ତାପରେ ଆପଣ ପ୍ରଶିକ୍ଷଣତା ଅଥବା ପ୍ରମାଣପତ୍ର ଯେଉଁଟାକି ଡିପ୍ଲୋମା ଓ ସାର୍ଟିଫିକେଟ୍ କୋର୍ସ ଯେଉଁଥିରେ କି ଆପଣ GIS ରିମୋଟ୍ ସେନ୍ସିଂ ଓ ଅର୍ବାନ୍ ଆଣ୍ଡ ରୁରାଲ୍ ପ୍ଲାନିଂ ବାବଦରେ ପାଠ୍ୟକ୍ରମ ପଢ଼ିପାରିବେ। ତା ସହିତ ଆପଣ PhD କରିପାରିବେ ଯେଉଁଥିରେ କି ଆପଣ ଗଭୀର ଜ୍ଞାନ ପ୍ରଦାନ କରିପାରିବେ। ଏହି କିଛି ପାଠ୍ୟକ୍ରମ କରି ଆପଣ ଭୂଗୋଳରେ ଆପଣଙ୍କର କ୍ୟାରିୟର ଗଠନ କରିପାରିବେ। ଭୂଗୋଳ ଏକ ବିସ୍ତ ଗତିଶୀଳ ଓ ପ୍ରାୟୋଗିକ ବିଷୟ। ଏହା କେବଳ ପୃଥିବୀ, ପରିବେଶ ଓ ମାନବ ସମାଜ ଅଧ୍ୟୟନ ନୁହେଁ, ବରଂ ସମାଜ ଉନ୍ନତି, ସ୍ଥିତିର ବିକାଶ, ନୀତି ଗଠନ ଓ ପ୍ରାକୃତିକ ବିପଦ ପରିରୋଧକରେ ମୁଖ୍ୟ ଭୂମିକା ନେଇଥାଏ। ଭୂଗୋଳ ପରିଶକ୍ତି ମାନେ GIS, ଡ୍ରୋନ୍, ମ୍ୟାପିଂ, ରିମୋଟ୍ ସେନ୍ସିଂ, ଡିଜିଟାଲ ତଥ୍ୟ ବିଶ୍ଳେଷଣ ଓ ପରିବେଶ ବ୍ୟବସ୍ଥାପନା ଭଳି ନୂତନ କ୍ଷେତ୍ରରେ କାମ କରି ସମାଜର ଅନେକ ସମସ୍ୟା ସମାଧାନ ପାଇଁ ସାହାଯ୍ୟ କରିଛନ୍ତି। ସଂକ୍ଷେପରେ ଭୂଗୋଳ ମାନବ ଜୀବନର ପ୍ରତ୍ୟେକ ଦିଗକୁ ଦ୍ୱିଗୁ ସ୍ପର୍ଶ କରୁଥାଏ, ଏକ ବିଷୟ ଯାହା ଆଜିର ଦିନରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଷୟରେ ଗବେଷଣା, ପ୍ରାୟୋଗିକ ଅନୁସନ୍ଧାନ ଓ ଅଭିଜ୍ଞତାରେ ମାନବର ସମାଜ, ପରିବେଶ ଓ ପୃଥିବୀକୁ ସୁସ୍ଥ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବେ।